চেহারা দিনে মৌলি যায়, যৌবন দিনে বার্ধক্যরে পরিণত হুয়ে, পদপদবী দিনে ছাড়ি চালি যায়, হেলে সুন্দর চরিত্র মଣିষ ସବୁଦିନେ ସୁନ୍ଦର ହୋଇଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି, ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଏପ୍ରିଲ ମାସ 28 ତାରିଖ, ଓଡ଼ିଆ ବୈଶାଖ ମାସ 15 ଦିନ, ସୋମବାର, ଶୁକ୍ଳ ପକ୍ଷ ପ୍ରତିପଦା ତିଥି, ଯାହା ରାତ୍ରି 9:21 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱିତୀୟ ତିଥି ଆରମ୍ଭ ହେଉଛି। ଆଜି ଦୁଜା ନକ୍ଷତ୍ର, ଯାହା ରାତ୍ରି 9:43 ପର୍ଯ୍ୟନ୍ତ ରହୁଛି। ତାପରେ କୃତିକା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମେଷ ରାଶିରେ ଚନ୍ଦ୍ର, ଯାହାକି ଅବସ୍ଥାପନ କରି ରହୁଛନ୍ତି ରାତ୍ରି 3:19 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ବୃଷ ରାଶିରେ ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:21। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:03। ଆଜି ଘାତ ଚନ୍ଦ୍ର ରହିଛି, ଯାହାକି ମେଷ ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 3:19 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ବିଛା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ରାତ୍ରି 9:21 ପରେ ଏକ ପାଦ ପୁଷ୍କର ଦୋଷ, ସେହିଭଳି ରାତ୍ରି 9:43 ପରେ ପୁଣି 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ଓ ବଂଶହାନି। ଆଜି ପ୍ରତିପଦାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ପାଣି କଖାରୁ, ତତ୍ସହିତ ବୋଇତ କଖାରୁ। ତେବେ ଆଜି ବିଶେଷ ଏମିତି ଶୁଭ କାର୍ଯ୍ୟ ନାହିଁ। ତେବେ ଆପଣମାନଙ୍କ ଅନୁରୋଧ କର୍ମେ, ଯାହାକି ଆସନ୍ତା ଏପ୍ରିଲ 30 ତାରିଖ ରହୁଛି ଅକ୍ଷି ତୃତୀୟା, ଯାହା ଓଡ଼ିଆ ବୈଶାଖ ମାସ 17 ଦିନ ବୁଧବାର। ତେବେ ସେହି ଦିନ ଯାହାକି ଆପଣମାନେ ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ବିବାହ ପାଣି ଗ୍ରହଣ, ସୀମାନ୍ତୟନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ଚୂଡ଼ାକରଣ, କର୍ଣ୍ଣବୁଧ, ଦୀକ୍ଷା ଗ୍ରହଣ, ଗ୍ରହ ଆରମ୍ଭ ଓ ଗ୍ରହ ପ୍ରବେଶ, ଜଳାଶୟ ଆରମ୍ଭ, ତାର ପ୍ରତିଷ୍ଠା, ଦେବତା ଗଠନ ଓ ତାର ପ୍ରତିଷ୍ଠା, ବିଷ୍ଣୁ ପ୍ରତିଷ୍ଠା, ତରୁରୁଦ୍ର ପ୍ରତିଷ୍ଠା, ନୌକା ଗଠନ, ନୌକା ଚାଳନା ଓ ଯାତ୍ରା, ପୁଣ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ଆରୋଗ୍ୟ ସ୍ଥାନ, ଫଳ ପ୍ରଭାବ, ବୀର୍ଯ୍ୟ ରୋପଣ, ବୃକ୍ଷ ରୋପଣ, ଧାନ୍ୟ ସ୍ଥାପନ, ନବଶଯ୍ୟା ଉପଭୋଗ, ସ୍ତ୍ରୀ ରତ୍ନ ଧାରଣ, ନବବଧୂ ଯାତ୍ରା, ହୁମାଦି ଶାନ୍ତି ଏବଂ ରାତ୍ରିରେ ଗର୍ଭଧାରଣ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଆଜିର ରାହୁ କାଳ, ଯାହା ଦିବା 6:51 ରୁ ଦିବା 8:30 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ବାର ବେଳା ରହିଛି ଦିବା 2:04 ରୁ ଦିବା 4:20 ମଧ୍ୟ। ତେଣୁ କାଳ ବେଳା, ବାର ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ତେବେ ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 6:51 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:09 ରୁ ଦିବା 12:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:51 ରୁ ରାତ୍ରି 9:15 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟରେ ଦକ୍ଷତା ବୃଦ୍ଧି କରିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି
ନିଜର ଦୈନନ୍ଦିନ କାର୍ଯ୍ୟକ୍ରମରେ ଅନେକ ପ୍ରଭାବ ରହିବ। ସହକର୍ମୀଙ୍କ ସହିତ ମିଳିମିଶି କାର୍ଯ୍ୟ କରିବା ସହିତ ନିଜର ଦକ୍ଷତା ବଳରେ ଆଗକୁ ବଢିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଶୁଭ ଏବଂ ଆନନ୍ଦ ପ୍ରାପ୍ତ ରହିବ। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ ଆପଣ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଦୂରୀଭୂତ ହେବ। ଆଜି ମେଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଯୋଗ ରହୁଛି, ଯାହାକି ଆପଣ କାରବାରରେ ଅନେକ ଲାଭ ସହିତ ନୂତନ ବିଜନେସ୍ କରିବା ପାଇଁ ଆଜି ଉତ୍ତମ ଯୋଗ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ପ୍ରେମ ଜନିତ କ୍ଷେତ୍ରରେ ଆପଣ ଯାହାକି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବା ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ଆପଣ ଆଧ୍ୟାତ୍ମିକ କାର୍ଯ୍ୟରେ ଯଦି ଯୋଗ ଦିଅନ୍ତି ତେବେ ଆପଣଙ୍କର ଭାଗ୍ୟ ଯାହାକି ଆହୁରି ଆଗକୁ ବଢିବ ଏବଂ ସୌଭାଗ୍ୟ ଯୁଗ ବନେଇବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସାମାଜିକ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ସହିତ ବନ୍ଧୁ ଏବଂ ସହଯୋଗୀଙ୍କ ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ପୂରଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଶୁଭ ଫଳ ଆଡକୁ ଅଗ୍ରଗତି କରିବା ସହିତ ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିବ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ଆଜି ଦିନଟି ଆପଣଙ୍କ ପାଇଁ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ସହିତ ଆଜି ଯାହାକି ପାରିବାରିକ ସମ୍ପର୍କ ଭଲ ରହିବାର ଯୋଗ ରହୁଛି। ତତ୍ସହିତ ସମସ୍ତ ପରିବାର ବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରହିବା ସହିତ ଆଜି ବୃଷ ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି, ଯାହା ନୂତନ ବେପାର ବାଣିଜ୍ୟ କରିବା ସହିତ କୌଣସି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଆଜି ଉତ୍ତମ ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଟିକେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଟିକେ ସ୍ୱାସ୍ଥ୍ୟ ଚିନ୍ତା ବଢିପାରେ, ତେବେ ଏହା ପ୍ରତି ଧ୍ୟାନ ଦେଲେ ଆପଣଙ୍କର କୌଣସି ସମସ୍ୟା ଆସିବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର କାର୍ଯ୍ୟ ଗୁଡିକ ସଫଳତା କରିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ କାର୍ଯ୍ୟ ଧ୍ୟାନ ପୂର୍ବକ କରିଲେ କୌଣସି କାର୍ଯ୍ୟରେ ତ୍ରୁଟି ହବ ନାହିଁ। ତେବେ ଆଜି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣ କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ ନିଶ୍ଚିତ ସଫଳତାର ସହିତ କାର୍ଯ୍ୟ ତୁଲେଇବା ସହିତ ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ଯୋଗ ରହୁଛି, କିନ୍ତୁ ଟିକିଏ ଭୁଲ ହେଲେ ଆପଣଙ୍କର ମାନ ସମ୍ମାନ ହାନି ହବାର ମଧ୍ୟ ଅନେକ ଚାନ୍ସ ରହୁଛି ଏବଂ ମିଛ ଆରୋପ ମଧ୍ୟ ଲାଗିପାରେ। ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧ ଭଲ ରହିବା ସହିତ ପରିବାର ବର୍ଗଙ୍କ ସହିତ ଭଲ ମଧୁର ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ସଫଳତା ଯୁଗ ରହୁଛି। ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଆଜି ଶୁଭ ଯୁଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଠିକ ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ କାର୍ଯ୍ୟଗୁଡ଼ିକୁ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ଅତିରିକ୍ତ କାର୍ଯ୍ୟ ପାଇଁ ହାତ ବଢାନ୍ତୁ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି କାର୍ଯ୍ୟରେ ବିଶେଷ କରି ଅସଫଳତା ସହିତ ସଫଳତା ବନିବା ପାଇଁ ପ୍ରଥମେ ନିଜର କାର୍ଯ୍ୟ ଯୋଜନା କରି କାର୍ଯ୍ୟ କରିଲେ ନିଶ୍ଚିତ ସଫଳତା ସହିତ ଖ୍ୟାତି ଅର୍ଜନ କରିବାର ସୁଯୋଗ ରହିବ। ଆପଣଙ୍କର କାର୍ଯ୍ୟ କୌଶଳ ଯଦି ଧ୍ୟାନ ପୂର୍ବକ କରିବେ ତେବେ ଉପରସ୍ଥ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ ହେବ ଏବଂ ପ୍ରଶଂସା ପାଇବାର ଯୋଗ୍ୟ ମଧ୍ୟ ବନେଇ ଯାଇପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଧ୍ୟାନ ପୂର୍ବକ
କାର୍ଯ୍ୟ କରନ୍ତୁ, ନହେଲେ ଆପଣ ଅସୁବିଧାରେ ମଧ୍ୟ ପଡ଼ିପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ନିଜ ଭିତରେ ଉତ୍ସାହ ବଢ଼ାଇବା ପାଇଁ ସଦାବେଳେ ଚେଷ୍ଟା କରନ୍ତୁ। ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ। ହାଲୁକା ଭାବେ କୌଣସି ବେପାର ବାଣିଜ୍ୟ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ନିହାତି ଦେଖିବାର ଆବଶ୍ୟକତା ରହୁଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ପ୍ରଥମେ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ କାର୍ଯ୍ୟରେ କିଛି ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ିବ। ତେବେ ସେଥିପାଇଁ ଆପଣଙ୍କର କାର୍ଯ୍ୟ ବିଳମ୍ବ ହୋଇପାରେ। ତେଣୁ ଏହା ପ୍ରତି ସିଂହ ରାଶି ବ୍ୟକ୍ତି ସଚେତନ ରହିବା ସହିତ ରାଜନୈତିକ କାର୍ଯ୍ୟରେ ଆପଣଙ୍କୁ ଆଜି କିଛି ଚାପ ବଢ଼ିବ, ଯାହା ପାଇଁ ମାନସିକ ସ୍ଥିତି ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଉତ୍ସାହଜନକ ହୋଇ ନପାରେ, ଯାହାକି ଆପଣଙ୍କର କଳହ ଯୁଗ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ପୂର୍ବକ ରୁହନ୍ତୁ। ତତ୍ସହିତ ପରିବାର ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଅସ୍ଥିରତା ଆପଣ ବା ନିଜ ଭିତରେ ଯୁକ୍ତିତର୍କ କରନ୍ତୁ ନାହିଁ, ଯାହା ସିଂହ ରାଶି ବ୍ୟକ୍ତିଙ୍କ ଭଲ ହବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ଠିକ ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କୁ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରି ନ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଟିକେ ମନକୁ ଯଦି ସ୍ଥିରତା ରଖିବେ, ତେବେ ସମସ୍ତ କାର୍ଯ୍ୟରେ ଆପଣ ପ୍ରତିଷ୍ଠା ଲାଭ କରିବା ସହିତ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି କନ୍ୟା ରାଶି ବ୍ୟକ୍ତି ଉତ୍ସାହଜନକ କାର୍ଯ୍ୟ କରିବେ। ସମସ୍ତ କାର୍ଯ୍ୟ ଆପଣ ସଫଳତା କରିବା ସହିତ କଠିନ ପରିଶ୍ରମର ଫଳ ପ୍ରାପ୍ତ କରିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଶତ୍ରୁମାନଙ୍କ ଠାରୁ ବିଜୟ ହେବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଟିକେ ଚିନ୍ତିତ ରହିପାରନ୍ତି। ତେଣୁ ଏହା ପ୍ରତି ଧ୍ୟାନ ଦେଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧଟି ଆପଣଙ୍କ ପାଇଁ ଅତି ସୁଖର ମୁହୂର୍ତ୍ତ ଆସିବ। କିଛି ଭଲ କଥାବାର୍ତ୍ତା କରିବା ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ଆଜି ପରିବାର ସମ୍ପର୍କ ଭଲ ରହିବା ସହିତ ଯାହାକି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରିଲେ କୌଣସି କ୍ଷତି ହେବ ନାହିଁ ଏବଂ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣଙ୍କର ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ କିଛି ପ୍ରତିବନ୍ଧକ ଆସିପାରେ, ଯାହା ପାଇଁ ଆପଣଙ୍କୁ ଧ୍ୟାନପୂର୍ବକ ନିଜର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ତୁଳା ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ ଜଡ଼ିତ ଅଛନ୍ତି ନିଶ୍ଚିତ ଟିକେ ସାବଧାନ ନିହାତି ଆବଶ୍ୟକତା ରହିଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣଙ୍କର ଭାଗ୍ୟ ମଧ୍ୟମ ଧରଣର ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ଧ୍ୟାନପୂର୍ବକ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆପଣଙ୍କର ମାନସିକ ଅଶାନ୍ତି ରହିପାରନ୍ତି ଚାକିରି ସମ୍ବନ୍ଧ କାର୍ଯ୍ୟରେ, ଯାହା ପାଇଁ ଆପଣଙ୍କୁ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ପର୍କ ଯାହାକି ଯୁକ୍ତିତର୍କ ଭୁଲ ବୁଝାମଣା ପାଇଁ ଆପଣଙ୍କର ସମସ୍ୟା ସୃଷ୍ଟି ହୋଇପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପାରିବାରିକ ସମସ୍ୟା କିଛି ମାତ୍ରାରେ ଅଶାନ୍ତି ପରିବେଶ ସୃଷ୍ଟି କରିବା ସହିତ ତୁଳା ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରିବା ସହିତ
बेपार वाणिज्य निश्चित ध्यान दे बेपार वाणिज्य करंतु जहाँ आपणक पई लाभ हेबो। आज तुला राशि व्यक्तिंकर स्वास्थ्यगत दृष्टि देखिले छोट मोट स्वास्थ्य समस्या आपणको मुंडबिंधा जनित किछि समस्या मध्य देखा दे पारे। आज तुला राशि व्यक्तिंकर भाग्य संख्या रही जहाँ कि 5, भाग्य रंग रहुछि जहाँ कि आपण मिश्रित कला रंग व्यवहार करि परिबे एवं ग्रह माने आपण को आज जहाँ कि 50% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज आपणकर प्रत्येक कार्य चिंता सहकारे कार्य करिवे। जो कार्य करुथिबे से कार्य निश्चित आपणको अनुकूल सहित संपूर्ण परिवार क्षमता आपणको पाखरे देखा देबो। तेबे कार्यटी आपणको पई कठिन होई पारे, सेथि पई आपण खातिर न करी निजर कार्य संपूर्ण करिवे। आज बिछा राशि व्यक्ति निजर चाकरी संबंध कार्य गुड़िक निश्चित सफलता सहकारे करिवे एवं आनंदित मध्य पाइबे। आज जहाँ कि आपणकर राजनीतिक सामाजिक क्षेत्र में आपणकर दक्षता लाभ करने सहित निजर प्रतिष्ठा मान सम्मान वृद्धि होबार अनेक चांस रहुछि। आज बिछा राशि व्यक्ति भल वार्तालाप करी निश्चित हस खुशी रे समस्त परिवार वर्ग सहित मिसिकरी रहिबार सुजोग रहुछि। तत्सहित प्रेम संबंध पई आज उत्तम जुग रहुछि। आज बिछा राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणको किछि समस्या देब नाही। आज बिछा राशि व्यक्तिंकर विशेष करी शत्रु माननकु आपण पराजित करिवार क्षमता आपणक पाखरे देखा देबो। आज बिछा राशि व्यक्ति व्यापार वाणिज्य रे अनेक प्रकार लाभ प्राप्त करिवार उत्तम जुग रहुछि। आज बिछा राशि व्यक्तिंकर भाग्य संख्या रहिछि जहाँ कि 7, भाग्य रंग रहुछि जहाँ कि धला रंग व्यवहार करि परिबे एवं ग्रह माने आपण को आज जहाँ कि 90% साथ दउछंती। चलंतु जानिबा धनु राशि व्यक्तिक विषय। धनु राशि व्यक्ति आज स्वास्थ्यगत दृष्टि देखिले आपण संपूर्ण रोग मुक्त रहिबा सहित प्रत्येक कार्य आपणकर शुभ फल रहिबो जहाँ आपणक भाग्य राशि जना पडुछि। तेबे राजनैतिक सामाजिक क्षेत्र में आपणकर प्रतिष्ठा लाभ करिवार पूर्ण सुजोग रहुछि। तत्सहित आज प्रेम संबंध पई उत्तम जुग रहुछि जहाँ कि आपणक पई आज किछि रोमांटिक परिवेश सृष्टि करिवार अनेक चांस रहुछि। तत्सहित परिवार वर्गक सहित भल संबंध रहिबा सहित विशेष करी पुत्र एवं पुत्रीक सहित आपणकर जहाँ कि खुशी अनेक प्राप्त करि पारंती अर्थात आपणकर भल समय अतिबाहित करि पारंती। तत्सहित आज धनु राशि व्यक्ति अर्थजनित कारोबार आपण अनेक लाभ प्राप्त करिवार सुजोग रहुछि। व्यापार वाणिज्य रे निश्चित लाभ पाइबा सहित विशेष करी जो माने आपण को व्यापार वाणिज्य रे हैरान करूथिले सेमाने आज निश्चित निम्नगामी हेबे एवं आपण निश्चित विजय प्राप्त करिवार सुजोग रहुछि। आज धनु राशि व्यक्ति विशेष करी चाकरी संबंधर इंटरव्यू थिले आपणकर भाग्य शुभजुग परिस्थिति रहुछि। तेबे आज जहाँकि धनु राशि व्यक्ति टिके अहंकार भावना रही पारे, तेणु अहंकार भावना ठारू टिके दूरता अवलंबन करंतु। आज धनु राशि व्यक्तिंकर भाग्य संख्या रही 5, भाग्य रंग रहुछि जहाँ कि आपण मिश्रित कला रंग व्यवहार करि परिबे एवं ग्रह माने आपण को आज 95% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज दिनटी आपणकर जेकोसी गुरुत्वपूर्ण निष्पत्ति ठारू दूरता अवलंबन करिबा सहित प्रत्येक कार्य हाथे मापी चाखंडे हिसाब रे कार्य करंतु जहाँ आपणक पई भल हेबो। आज मकर राशि व्यक्ति कार्य रे सफलता पाइबा भारी विलंब हेबो। मानसिक अस्थिरता आड़कू अग्रगति करि पारे जहाँ पई आपण सचेतन रहिबार आवश्यकता रहिछि। आज मकर राशि व्यक्ति इंटरव्यू एग्जाम थिले सेथिरे सफलता पाइबा आपणकर भाग्य मध्यम जुग रहुछि। आज मकर राशि व्यक्ति प्रेम संबंध भल रहिबो नाही। निज भितरे मधुरता वार्तालाप देखा न दे पारे जहाँ कि जुक्ति तर्क भूल बुझामणा भितरे आपण गति करि पारंती। आज मकर राशि व्यक्ति पारिवारिक संपर्क भल रखिबा पई चेष्टा करंतु। तत्सहित अर्थजनित कारोबार जिनिस गुड़िक व्यापार वाणिज्य जदि करूछंती निश्चित चिंता एवं निजर बुद्धि प्रयोग करी व्यापार वाणिज्य करंतु। कौनसी रिस्कफुल कार्य करंतु नाही जहाँ परवर्ती स्टेप रे आपनको महंगा पड़ी पारे।
आज मकर राशि व्यक्ति स्वास्थ्यगत दृष्टि देखिले आपण स्वास्थ्य चिंता बढ़ी पारे तेणु ध्यान पूर्वक निजर स्वास्थ्य प्रति सचेतन रुहंतु जहाँ आपण भल हेबो। आज मकर राशि व्यक्ति भाग्य संख्या रही 1 भाग्य रंग रहुची जहाँ की हलदिया रंग व्यवहार करें एवं ग्रह माने आपण को आज जहाँ की 45% साथ दौरान। एबे चलंतु जानिपा कुंभ राशि व्यक्ति विषय। कुंभ राशि व्यक्ति आज प्रत्येक कार्य ध्यान पूर्वक कार्य करंतु नहले केते कार्य आपण चाप बढ़ी पारे मानसिक स्थिति खराब होई पारे। उपरस्थ कर्मचारी कथा जदि चाकरी करुछंती निश्चित शुणंतु टिके त्रुटि हेले आपण समस्या रे पड़ी पारंती। आज कुंभ राशि व्यक्ति राजनीतिक सामाजिक क्षेत्र रे आपणकर जहा कि सम्मान कमिबार अनेक चांस रहुची। आज कुंभ राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य समस्या आपणकु जहा कि मानसिक स्थिति खराब आड़ को अग्रगति करि पारे। आज टिके कलह युक्तितर्क ठारू निजर कार्य रे यहा प्रति निश्चित सावधान रुहंतु। तत्सहित कुंभ राशि व्यक्ति प्रेम संबंध रे भल संपर्क रखिबा पई चेष्टा करंतु। आज कुंभ राशि व्यक्ति परिवार वर्गक सहित निजर व्यवहार एवं युक्तितर्क ठारू दूरता अवलंबन करंतु जहा आपनको पई भल हेबो। आज कुंभ राशि व्यक्ति इंटरव्यू एग्जाम थिले आशा अनुଯାୟୀ फल प्राप्त करि न पारंती। आज कुंभ राशि व्यक्ति जहा कि व्यापार वाणिज्य रे आपनको अनेक लाभ करिबा पई जदि इच्छा करूछंती तेबे निश्चित प्रथमे योजना करी व्यापार वाणिज्य करिले निश्चित सफलता पाई परिबे। आज कुंभ राशि व्यक्तिंकर भाग्य संख्या रही 9 भाग्य रंग रहुची जहा कि आपण धला रंग व्यवहार करि परिबे एवं ग्रह माने आपण आज जहा कि 75% साथ दौछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज प्रत्येक कार्य आपण ध्यान पूर्वक करिबा को पड़िबो। प्रत्येक कार्य रे आपणकर मानसिक स्थिति अनुकूल होई न पारे जहा कि मानसिक स्थिति आपणकर अस्थिरता आड़ को अग्रगति करि पारे। आज मीन राशि व्यक्ति कर्म क्षेत्र रे परिचालना करिबा सहज होई न पारे। तत्सहित आज कार्य संबंध रे तिक्तता देखा दे पारे तेणु जत्न सहकारे निजर कार्य करंतु जहा आपनको पई भल हेबो। आज मीन राशि व्यक्ति इंटरव्यू एग्जाम थिले आशा अनुଯାୟୀ सफलता पाई न पारंती। तेबे राजनीतिक सामाजिक क्षेत्र जो माने जड़ित निजर मान सम्मान रे टिके निम्नगामी होई पारे। आज मीन राशि व्यक्तिंकर प्रेम संबंध भल रही पारे किंतु किछि युक्ति तर्क कलह आड़ को आपणकर जहा पई आपणकर प्रेम संबंध अस्थिरता आड़ को अग्रगति करि पारे। आज मीन राशि व्यक्तिंकर पारिवारिक संपर्क भल रखिबा पई चेष्टा करंतु। आज मीन राशि व्यक्ति जहा कि अर्थजनित कारोबार रे आपण आशा अनुଯାୟୀ सफलता बा लाभ प्राप्त करि न पारंती। कौनसी अर्थजनित क्षेत्र रे आपण रिस्कफुल व्यापार वाणिज्य करंतु नाही जहा आपनको पई भल हेबो। आज मीन राशि व्यक्तिंकर भाग्य संख्या रहिछि जहा कि 2 भाग्य रंग रहुछि जहा कि आपण धूसर रंग व्यवहार करि परिबे एवं ग्रह माने आपण को आज जहा कि 75% साथ दौछंती। ओम विष्णवे नमः। नमस्कार।